ଆଉ କଣ ଶିଖା ରୋଷେଇବାସ ସାରିଲଣି? ତମର ଏଟା ଲାଷ୍ଟ ମନ୍ଥ ଚାଲିଛି ନା? ଓହୋ, ଏକା ରହୁଛ କେତେ କଷ୍ଟ ନୁହଁ? ସେଇଥିପାଇଁ ମୁଁ ଆଜିକାଲିର ବୋହୂ ମାନଙ୍କୁ କୁହେ ଶାଶୁ ପାଖରେ ରୁହ, କମ ସେ କମ ଏଇ ଅବସ୍ଥାରେ ସେବା ଟିକେ ତ ପାଇବ। ଏଇ ଅବସ୍ଥାରେ ଏକା ଏତେ କାମ କରିଲା ବେଳକୁ ମହା ମୁସ୍କିଲ। ଏକା ରହୁଛ ଆଉ କଣ କରିବା? ଆରେ କଣ ହେଲା? ମନ ଦୁଃଖରେ ଆସିକି ବସିଛ? କିଏ କଣ କିଛି କହିଲା କି? ଛାଡ, କଣ କହିବି। ପଛପଟକୁ ଯାଇଥିଲେ କପଡା ଶୁଖେଇବାକୁ, ସିପାର ବୋଉ ମତେ ଦେଖିକି ଜାଣି ଜାଣିକି କଣ କହୁଛି ଜାଣିଛ? ତମେ ତ ଆସିକି ଏଠି ରହିଲ, ତମର ଏଇ ଅବସ୍ଥା, ଶାଶୁ ପାଖରେ ଯଦି ଥାଆନ୍ତ ତମକୁ ଟିକେ ରେଷ୍ଟ ମିଳିଥାନ୍ତା। ଆଉ ଏବେ ପ୍ରେଗନେନ୍ସି ସମୟରେ ଏଠି ଆସିକି ଏତେ କଷ୍ଟ ପାଉଛ। କହିଦେଇଥାନ୍ତି ମୁହଁରେ, କିନ୍ତୁ କଣ କରିବି ଏଇ ଅବସ୍ଥାରେ ମତେ କାହା ସହିତ ଝଗଡା ଲାଗିବାର ମୁଡ୍ ହିଁ ନାହିଁ। ଲୋକ ତ କେତେ କଣ କହିବେ, ସମସ୍ତଙ୍କ କଥା ଧରି ବସିଲେ ଆମେ କଣ ଚଳିପାରିବା? ଲୋକ ତ ଖାଲି ଆହା କରିଲେ କଥା ବାହାରେ ତାଙ୍କର। ଆଚ୍ଛା, ମୁଁ କଣ କହୁଥିଲି କି, ମା ଫୋନ କରିଥିଲା ଗାଁରୁ, କହୁଥିଲା କି ଆସିବ 2-4 ଦିନ ଭିତରେ ପଳେଇ ଆସିବ। ହବ ହେଲେ କାଲି ବି ଆସିପାରେ। ଆରେ 2 ମାସ ତଳେ ଆସିଥିଲେ, ସେତେବେଳେ ବି କିଛି ହେଲ୍ପ କରୁନଥିଲେ, ଆଉ ଏବେ ପୁଣି ଆସିକି ଶେଷ ମାସରେ ମୋର ଯାହା ଅବସ୍ଥା କରିବେ ଆଉ କଣ କହିବି। ହଁ, ଟିକେ ଆଡଜଷ୍ଟ କରିନିଅ, ଆଉ କଣ କରିବା। ହଉ ଶୁଣ, ଯଦି ସେ ଆସୁଛନ୍ତି ତାଙ୍କୁ କହିବ ତାହେଲେ ମୋର ଡେଲିଭରି ପର୍ଯ୍ୟନ୍ତ ରହିବେ। ଦେଖିବା ସେ କଣ କହୁଛନ୍ତି। ଆରେ ବୋହୁ, ଆସନ୍ତୁ ହଁ ହଁ, ଭଲରେ ଥା, ଭଲରେ ଥା। ଆଉ ଡକ୍ଟର କେବେ ଡେଟ୍ ଦେଇଛନ୍ତି? ଏଇ ମାସର ଲାଷ୍ଟରେ ଡେଟ୍ ଦେଇଛନ୍ତି। ହଉ। ବୋଉ, ରୋଷେଇବାସ ସରିଗଲାଣି। ସମସ୍ତଙ୍କୁ କହିଦିଅନ୍ତୁ ହାତ ଧୋଇବେ, ଭାତ ବାଢିକି ଖାଇବେ। ହଁ ହଁ, ତୁ ଖାଲି ପେଟରେ ରହନି, ଖା ଖା ଖା। ଆମେ ତ ଖାଇସାରିଲୁଣି, ତୁ ତୋର ବାଢି ଫାଡିକି ଖା ଆଉ କଣ। ନାଇଁଲୋ, ମୋର କଣ ଶାନ୍ତି? ମୁଁ ସେଠି ବି ଯେମିତି ବାସନ ଦଉଥିଲି, ଏଠି ବି ସେମିତି ବାସନ ଦଉଛି। ଯୁଆଡେ ଗଲେ ତ ଖାଲି ବାସନ, ଆଉ କଣ? ଗାଧୁଆ ବାସନ ପଡିଥିଲା, ବୋଉଟା ଶୋଇଛି। ଆଉ ସେ ଶୋଇଛି, ଦେଖିଲି ଶୋଇଛି, ମୁଁ ଶୋଇଥାଉ ବୋଲି ଭାବିଲି। ଆଉ ମୁଁ ଏବେ ସବୁ ବାସନ ଗୁଡାକ ଧୋଇଲି। ହଁ, ସବୁ ବାସନ ଗୁଡାକ। ହଁ, ଫୋନ କରିଥିଲି ଯେ ଫୋନ ଟା ଉଠେଇ ପାରିଲି, ବାସନ ଧୋଉଥିଲି ତ। ହଁ, ବାସନ ଗୁଡାକ ଧୋଉଥିଲି। ମୁଁ ଧୋଇଦେବି, ରଖିଦେ, ତୁ କାହିଁକି ଧୋଉଛୁ? ମୁଁ ଧୋଇଦେବି, ଥାଉ। ନାଇଁ ନାଇଁ, ମୁଁ ଧୋଇଦେବି, ଆପଣ ବସନ୍ତୁ। ତମେ କାହିଁକି ବାସନ ଗୁଡା ଧୋଉଛ? ବୋଉ ତ କହୁଛି ନା, ସେ ଧୋଇଦବ କହିକି। ଆଉ ଏମିତିରେ ବି ତୁମେ ପ୍ରେଗନେଣ୍ଟ ଅଛ, ଏଇ ସମୟରେ ବେଶୀ ସମୟ ଛିଡା ହବା କଥା ନୁହଁ, ଡକ୍ଟର ବି ମନା କରିଛନ୍ତି। ନାଇଁ ନାଇଁ, ଥାଉ। ଏମିତିରେ ବି 2-4 ଦିନ ପାଇଁ ଆସିଛନ୍ତି। ଆଉ ଏଠି ବି ଆସିକି ଯଦି ସେ କରିବେ, ଯାଇକି ବୁଲି ବୁଲି କହିବେ କି ତାଙ୍କୁ ମୁଁ ସବୁ କାମ କରେଇଲି। ତମେ କାହିଁକି କରୁଛ? ବେଶୀ ନୂଆ ନୂଇ କରନି। ମୋ ବୋଉକୁ କହିଦଉଛି, ସେ କରିବ। ଆଉ ସେ ଏମିତିରେ ବି କରିବି କହୁଥିଲା, ତମେ ଥାଉ ଥାଉ, ସେତେବେଳରୁ ପଡିଛି। ତାଙ୍କର ଯଦି କୌଣସି କାମ କରିବାର ଇଚ୍ଛା, ସେ ନିଜେ ଆସିକି କରିଦେବେ। ଏଇଟା କଣ, ମୁଁ ଯେତେବେଳେ କରୁଥିବି ତୁ କରିଦେଲୁ କି? ମୁଁ କରିଦେଇଥାନ୍ତି, ରଖିଦେ, ମୁଁ କରିଦେବି। ଆଖି ସାମ୍ନାରେ ତ ଦିଶୁଥିବ ଜିନିଷଟା, ସେ କରିବେ ନାହିଁ। ଯେତେବେଳେ ମୁଁ କରିବାକୁ ବସିବି, ସେତେବେଳେ କହିବେ କି ମୁଁ କରିଦେବି, ମୁଁ କରିଦେଇଥାନ୍ତି, ତୁ କାହିଁକି କରୁଛୁ? ତମେ କଣ ସବୁବେଳେ ରାଗୁଛ ମ? ମୁଁ ଦେଖୁଛି ବୋଉ ଯେବେଠାରୁ ଆସିଛି, ସେବେଠାରୁ ତମେ ରାଗୁଛ, ଚିଡୁଛ ଖାଲି। ରାଗିବି ନାହିଁ ତ ଆଉ କଣ କରିବି? ତମେ ଜାଣିନ, ପ୍ରଥମ ପ୍ରେଗନେନ୍ସିରେ ନର୍ମାଲ ଡେଲିଭରି ହବ କହି କହି ସେମାନେ ମତେ କେତେ କାମ କରେଇଥିଲେ। ଡେଲିଭରି ହେଇସାରିଲା ପରେ ବି ବାହାର କାମ, ପାଣି କାମ, ଉଦା କାମ, ସବୁ କାମ ମତେ କରଉଥିଲେ। ତମେ ଜାଣିନ? ନ ଜାଣିଲା ପରେ ହୁଅ ଯେ। ଆରେ ସେଗୁଡା ପୁରୁଣା କଥା। ପୁରୁଣା କଥାକୁ ମନେ ପକେଇକି ଲାଭ କଣ? ଭୁଲି ଯାଉନ। ଆଚ୍ଛା, ଗୋଟେ କଥା କହିଲ, ଆମର ଯେତେବେଳେ ଅସୁବିଧା ସମୟ ଚାଲିଥିଲା, ଯେତେବେଳେ ଆମକୁ ପ୍ରକୃତରେ ଟଙ୍କାର ଦରକାର ଥିଲା, ମୋର ବଡ ଛୁଆକୁ କିଏ ଧରିବାର ସପୋର୍ଟ ଦରକାର ଥିଲା, ସେତେବେଳେ ଏଇ ତମରି ମାଟି ଛୁଆ ଧରିବାକୁ ପଡିବ ବୋଲି ଆମ ସାଙ୍ଗରେ ରହୁ ବି ନଥିଲେ। ପର ବୁଦ୍ଧିରେ ଆମ ସହିତ କଥା ବି ହଉନଥିଲେ। ଆଉ ଆଜି ଯେତେବେଳେ ମୋର ଦ୍ୱିତୀୟ ପ୍ରେଗନେନ୍ସି ଚାଲିଛି, କୋଉ ହିସାବରେ ସେ ଆସିଯାଇଛନ୍ତି? ମୁଁ ବି ଠିକ ଜାଣିଛି, ଯେତେବେଳେ ଲୋକଙ୍କର ଦରକାର ଥାଏ ନା, ସେମାନେ ନିଜେ ନିଜେ ଆସନ୍ତି ମିଶିବା ପାଇଁ। ଜୀବନରେ ଶାନ୍ତି ନାହିଁ, ଖାଲି ଶାଶୁ ବୋହୂ ଝଗଡା ଝାଣ୍ଟି, କଳି, ପୁରୁଣା କଥା, ନୂଆ କଥା। ଗୋଟେ ବୋହୂଟି ସେତେବେଳେ ସେ ପୁରୁଣା କଥାକୁ ଭୁଲି ପାରେ ନାହିଁ, ଯେତେବେଳେ ତା ସହିତ ଏମିତି କିଛି ହେଇଥାଏ। ବିନା କାରଣରେ କେହି ହେଁ ହେଁ ହୁଅନ୍ତିନି, ତାଙ୍କ ସହିତ ସେମିତି କିଛି ହେଇଥାଏ, ସେଇଥିପାଇଁ ସେ ଚିଡନ୍ତି। ଆ ବୋଉ ବସ। ରାତିରେ କଣ ରୋଷେଇ କରିବା? ରୁଟି ଆଉ ତରକାରୀ କଣ କିଛି ବନେଇଦବା ଆଉ। ଆଚ୍ଛା, ଡେଲିଭରି ବେଳେ ତୋ ମା ଆସିବେ କହୁଥିଲେ, ଆସିବେ ଟି? ହଁ, ରହି ଯାଇଥାନ୍ତି ଯେ ମୋର କାମ ଅଛି ପୁରା ଗାଁରେ, ସେଥିପାଇଁ ମୁଁ ରହିପାରିବିନି। ମୋର ଢେର କାମ ଅଛି। ପଳେଇବୁ? ଆରେ ଆଉ କିଛି ଦିନର କଥା, ରହିଯାଉନୁ, ଆଉ କିଛି ଦିନ ପରେ ତ ୟାର ଡେଲିଭରି ହବ।
ହଁ ବୋଉ ଆପଣ ରହିଯାଉନାହାନ୍ତି ଆଉ 2-4 ଦିନର ତ କଥା। ନାଇଁ 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 ରହିହବନି ରହିହବନି ଆଉ ମୁଁ ଆସିବି ଯେ ମୁଁ ପରେ ଆସିବି। ହଁ ବାହାରିଲୁ ତାହେଲେ ହେଲା ବାହାରିଲୁ। ଦେଖିଲ ତ ତମ ମା କେମିତି ଯେ ଛାଡ ସେମାନେ ଯଦି ରହିବା ପାଇଁ ହଁ ବି ମାରି ଦେଇଥାନ୍ତେ ତ ମୁଁ ମୋ ପଟୁ ନିଜେ ମନା କରିଦେଇଥାନ୍ତି କି ବୋଉ ମୋ ମା ତ ଆସୁଛି ତମେ କାହିଁକି ରହିବ ତମେ ରହିକି ଅଯଥାରେ ହଇରାଣ ହୁଅନି ତମେ ପଳାଅ ଗାଁକୁ। କିନ୍ତୁ ଭାବିବାର କଥା ଏହା କି ତାଙ୍କର ଇଚ୍ଛା ହିଁ ନାହିଁ। ବୋହୂଙ୍କର ଅସୁବିଧା ସମୟରେ ଶାଶୁ ମାନଙ୍କର ଏତିକି ଟିକେ ବି ଇଚ୍ଛା ନଥାଏ କି ବୋହୂର ଟିକେ ସେବା କରିଦେବି ବୋହୂକୁ ଟିକେ ଅସୁବିଧା ସମୟରେ ସାହାଯ୍ୟ କରିଦେବି। କିନ୍ତୁ ସେଇ ଶାଶୁ ମାନଙ୍କୁ ସେବା ଟାଇମ ଟୁ ଟାଇମ ଦରକାର। ଛୁଆ ଶୋଇଲାଣି ଏବେ ଜଷ୍ଟ ଶୋଇଲା। ହଉ ଶୁଣ ମୁଁ କଣ କହୁଥିଲି ବୋଉ ଫୋନ କରିଥିଲା ଆସିବ କହୁଛି କଣ କହିବି ତାକୁ। ନା ନା ତାଙ୍କୁ ମନା କରିଦିଅ ମୋ ଛୁଆ ଏବେ ଛୋଟ ଅଛି ମୋ ଛୁଆ ଯେତେବେଳେ 4-5 ମାସର ହେଇଯିବ ନା ସେତେବେଳେ ଦେଖିବାକୁ ଆସିବେ। ଆରେ ତାର ତ ପୁଣି ଇଚ୍ଛା ଥିବ ନା ମୋ ଛୁଆକୁ ଦେଖିବା ପାଇଁ। ଆଚ୍ଛା ତାଙ୍କର ଯଦି ରହିବାର ଏତେ ଇଚ୍ଛା ଥିଲା ତାଙ୍କର ଯଦି ଛୁଆକୁ ଦେଖିବାର ଏତେ ଇଚ୍ଛା ଥିଲା ମୋର ଡେଲିଭରିକୁ ମାତ୍ର 10 ଦିନ ବାକି ଥିଲା ସେ ଚାହିଁଥିଲେ ରହି ପାରିଥାନ୍ତେ। ଯେତେବେଳେ ଡେଲିଭରି ସମୟ ଟା ପାଖେଇ ଆସିଲା ସେତେବେଳକୁ ଦୌଡିକି ପଳେଇଲେ। ଆଉ ଏବେ କହୁଛନ୍ତି ଦେଖିବାକୁ ଯିବେ ଆଉ 10 ଦିନର କଥା ଥିଲା ନା ତାର ବି କିଛି ଅଧିକାର ଅଛି ନା। ଭାବିବାର କଥା ଏଇଟା କି ଆମେ ଯୋଉ ଛୁଆଟା ଜନ୍ମ କରୁଛୁ ସେଇଟା ଆମର ଶ୍ୱଶୁର ଘର ବଂଶକୁ ଆଗକୁ ନବ ସେ ଆମ ସ୍ଵାମୀର ବଂଶ ବଢେଇବ। ଏଇ ଛୁଆଟା ବି ଶ୍ୱଶୁର ଘରର ଛୁଆ ପୁରା ଅଧିକାର ଶାଶୁଘରର ଏଇ ଛୁଆ ଉପରେ ଅଛି। କିନ୍ତୁ ଛୁଆ ହେଲା ବେଳକୁ ସେଇ ଶାଶୁଘର ଲୋକମାନେ ପଚାରନ୍ତି ତୋ ମା ଆସିବଟି ତୋ ମା ଘରକୁ ଯାଇକି ଡେଲିଭରି କରିବୁଟି ତୋ ମା କୁ ଡକା ଆମେ କରିପାରିବୁ ନାହିଁ। କିନ୍ତୁ ଅଧିକାର ତାଙ୍କର ଅଛି।